ଆପଣ ଅନୁଭବ କରିଥିବେ ଆପଣ ସବୁବେଳେ କିଛି ନା କିଛି ଚିନ୍ତା କରୁଛନ୍ତି। ମଣିଷ ଶୋଇକରି ସ୍ୱପ୍ନ ଦେଖିବା ଆଉ ଗୋଟିଏ ମୁହୂର୍ତ୍ତରେ ଅନ୍ୟ ଗୋଟିଏ ମୁହୂର୍ତ୍ତର ଘଟଣା ବିଷୟରେ ଚିନ୍ତା କରିବା ସମାନ କଥା। ଉଭୟ ସମୟରେ ଆପଣଙ୍କୁ ଆପଣଙ୍କର ଅଜ୍ଞତାରେ ଆପଣଙ୍କ ବର୍ତ୍ତମାନ ଅତିକ୍ରମ କରେ। ବର୍ତ୍ତମାନ କହିଲେ ଏଇ ମୁହୂର୍ତ୍ତକୁ ବୁଝାଏ। ବର୍ତ୍ତମାନ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ପରି, ଯାହା ଆପଣଙ୍କ ସହ କ୍ରମାଗତ ଭାବରେ ଗତି କରି ଚାଲିଥାଏ। ଯଦି ଆପଣ ବଞ୍ଚିବାକୁ ଚାହାନ୍ତି, ତେବେ ଆପଣ କେବଳ ଆପଣଙ୍କର ଏହି ବର୍ତ୍ତମାନରେ ବଞ୍ଚିପାରିବେ। ଅତୀତ ଯାହା ଘଟି ସାରିଛି, ଆଉ ଭବିଷ୍ୟତ ଯାହା ନିଶ୍ଚିନ୍ତ ନୁହେଁ, କିନ୍ତୁ ଆପଣଙ୍କ ବର୍ତ୍ତମାନ ଆପଣଙ୍କ ହାତରେ। ବର୍ତ୍ତମାନରେ ପ୍ରତ୍ୟେକ କାର୍ଯ୍ୟ ଏବଂ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତିରେ ପୂର୍ଣ୍ଣ ସଚେତ ରୁହନ୍ତୁ। ବର୍ତ୍ତମାନରେ ଆପଣଙ୍କର ସମ୍ପୂର୍ଣ୍ଣ ଉପସ୍ଥିତି ଅତୀତ ଅବା ଭବିଷ୍ୟତ ଚିନ୍ତାରୁ ଆପଣଙ୍କୁ ମୁକ୍ତ ରଖିବ ଏବଂ ଆପଣଙ୍କ ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚିବାର ସୁଯୋଗ ଆପଣଙ୍କୁ ପ୍ରଦାନ କରିବ। ଆଶା କରେ ବୁଝିପାରିଥିବେ।